ଯେତେବେଳେ ଗୁରୁ ପରମାର୍ଥ ଗୁରୁ ଗ୍ରହଣ କରିବେ, ଶିଷ୍ୟ ଗୁରୁ ଗ୍ରହଣ କରିବେ, ଗୁରୁଙ୍କର ଆଦେଶରେ ଏହି ପ୍ରକାର ଆନୁଗତ୍ୟରେ ନାମ ଗାନ କରିବେ, ତାଙ୍କର ହୃଦୟ ବିଶୁଦ୍ଧ ହବ, ବଦ୍ଧାବସ୍ଥା ଦୂର ହବ, ଭାବ ସ୍ତରକୁ ଯିବେ। ସେତେବେଳେ ଏ ବିରହ ଭାବଟା ଜାତ ହବ। କିପରି ସେ ଗୋବିନ୍ଦଙ୍କୁ ଭେଟିବି, ମିଳନ ପୁଣି ହବ, ସେଥିପାଇଁ ବ୍ୟାକୁଳ ଚିତ୍ତ ହେବେ, ଆଉ ସମଗ୍ର ଜଗତ ଶୂନ୍ୟାୟିତ ହବ। ଗୋବିନ୍ଦ ନାହାନ୍ତି, ଜଗତ ଶୂନ୍ୟାୟିତ। ଯଦିଓ ମେଟେରିଆଲ ଭେରିଗେଟେଡନେସ୍ ଭୌତିକ ବିଭିନ୍ନତା ନାନା ପ୍ରକାର ଅଛି, କିନ୍ତୁ ଏଇ ପ୍ରକାର ଭାବ ସ୍ତରରେ ଥିବା ଭକ୍ତଙ୍କର ଦୃଷ୍ଟିରେ ସେ ସବୁ ଦେଖାଯାଏ ନା, କେବଳ ଗୋବିନ୍ଦଙ୍କୁ ଦେଖିବାକୁ ଚାହାନ୍ତି। ଗୋବିନ୍ଦଙ୍କର ବିରହରେ ଜଗତ ଶୂନ୍ୟାୟିତ ହେଉଛି। ଏଇ ବିପ୍ରଲମ୍ବ ଭାବର ଏ ଭଜନ, ଏ ହରେ କୃଷ୍ଣ ମହାମନ୍ତ୍ର, ଏ ବିପ୍ରଲମ୍ବ ଭାବରେ ଭଜନ କରିବାକୁ হয়। ଏଇ ମହାପ୍ରଭୁଙ୍କର ଶିକ୍ଷା। ମହାପ୍ରଭୁ ଏଇ ଶିକ୍ଷା ଆମକୁ ଦେଇଛନ୍ତି। ଆମକୁ ଏଇ ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ। ଏଇ ଭାବରେ ଆମକୁ ଭଜନ କରିବାକୁ ପଡ଼ିବ। ଏଇ ଭାବରେ ଯଦି ଭଜନ ନ ହେବ, ତାହେଲେ ପ୍ରକୃତରେ ଆମର ଭଜନ ହେଉନି, ଆମର ଭଜନ ହେଉନି। ଏ କଥା ବୁଝିବା ପାଇଁ ପଡ଼ିବ, ଏ କଥା ବୁଝିବା ପାଇଁ ପଡ଼ିବ। ଆମ ଭକ୍ତରେ ଆମର ପ୍ରକୃତରେ ଭଜନ ହେଉନି। ଏ ଭାବ ଯଦି ବିପ୍ରଲମ୍ବ ଭାବ ଜାତ ହେଉନି, ଗୋବିନ୍ଦ ବିରହ ଭାବ, ଏ ଗୌରାଙ୍ଗ ମହାପ୍ରଭୁଙ୍କର ଶିକ୍ଷା। ସେଥିପାଇଁ ଯୁଗାୟିତୁଂ ନିମିଷେଣ ଚକ୍ଷୁଷା ପ୍ରଭୁ ସାହିତୁଂ ଶୂନ୍ୟାୟିତୁଂ ଜଗତ୍ ସର୍ବଂ ଗୋବିନ୍ଦ ବିରହେଣ ମେ, ଏଥିପାଇଁ ଶିକ୍ଷାଷ୍ଟକରେ କହିଲେ। ଏ ବିପ୍ରଲମ୍ବ ଭାବ ବ୍ରଜେନ୍ଦ୍ରନନ୍ଦନ ଶ୍ରୀକୃଷ୍ଣଙ୍କ ବିରହରେ ନିମିଷଟା ମୁହୂର୍ତ୍ତଟା ଯୁଗ ପରି ପ୍ରତୀୟମାନ ହେଉଛି। ଅଳ୍ପ କାଳ ଯୁଗ ଭଳି ବୋଧ ହେଉଛି। ଚକ୍ଷୁ ଦେଇ ବର୍ଷାଧାରା ପରି ଜଳ ପଡ଼ୁଛି। ସମସ୍ତ ଜଗତ ଶୂନ୍ୟ ପ୍ରାୟ ବୋଧ ହେଉଛି। ଶ୍ରୀଲ କବିରାଜ ଗୋସ୍ୱାମୀ ତାଙ୍କ ଭାଷାରେ ଏ କଥା କହିଛନ୍ତି। ଉଦ୍ବେଗୀ ଦିବସ ନ যায়, ক্ষণ হইল যুগ সম, উদ্বেগী দিবস ন যায়, ক্ষণ হইল যুগ সম, বর্ষার মেঘ প্রায় অশ্রু বর্ষে দু নয়ন, বর্ষার মেঘ প্রায় অশ্রু বর্ষে দু নয়ন, গোবিন্দ বিরহে শূন্য হইল ত্রিভুবন, গোবিন্দ বিরহে শূন্য হইল ত্রিভুবন, তুষানলে পড়ে যেন না যায় জীবন, তুষানলে পড়ে যেন না যায় জীবন। এই বিরহর ভাব বিপ্লম্ভাবিত মহান্ত গুরুবর্ଗ ପରମହଂସ ବୈଷ୍ଣବ ମାନଙ୍କର ଏଇ ବିରହ ଭାବରେ କୃଷ୍ଣ ବିରହରେ ବିଳାପ କରନ୍ତି। ସେମାନେ ବିରହ ଭାବ ଦେଖନ୍ତି, ତାଙ୍କର ପରିସ୍ଫୁଟ ହେଇଥାଏ। ସେ ଈଶ୍ୱର ପୁରୀ ପାଦଙ୍କର ବାଣୀ ମଧ୍ୟ ସେ ଅନୁଯାୟୀ ଅଛି। ଯୋଗ ଶ୍ରୁତ୍ୟୁ ପତ୍ତି ନିର୍ଜନ ବନ ଧ୍ୟାନାଧ୍ୟ ସମ୍ଭାବିତା, ସ୍ୱରାଜ୍ୟଂ ପ୍ରତିପାଦ୍ୟ ନିର୍ଭୟମୟୀ ମୁକ୍ତା ଭବନ୍ତ ଦ୍ୱିଜା, अस्माकन्तु कदम्ब कुंज कुहर प्रोन्निर्मल इंदीवर, श्रेणी श्यामल धाम नाम जुसतां जन्मास्तु लक्षावधि। ईश्वर प्रतिपादन ये बाणी अछि। द्विजातिगण अष्टांग योग वेदानुशीलन निर्जन वन वानप्रस्थ ध्यान तीर्थ पर्यटन द्वारा निर्भय स्वाधिकारचित स्वरूपानुभव प्राप्त हो जदि मुक्त हुंतु, किंतु आम्माने कदम्ब कुंज कुहर रे उदयशील इंदीवर श्रेणी तुल्य श्याम सुंदरंकर श्रीनामर सेवक, अतएव आम्मानकर लक्षावधि जन्म हो सेतिरे किछि क्षति ना। जो माने एकमात्र श्रीकृष्ण नाम कीर्तन को साध्य साधन रूपे वर्ण करि नै चंती सेमानकर भाव हम नहेले जो माने वर्ण न करी अन्य जेकोसी साधन पाय मनोनयन करचंती सेमानकर चित्तरे श्रीकृष्ण का विरहर उपलब्धि अपेक्षा स्व स्व सुधा
ଅନୁସନ୍ଧାନ ବା ଧର୍ମାର୍ଥ କାମ ମୋକ୍ଷାନୁସନ୍ଧାନର ସ୍ପୃହା ନ୍ୟୁନାଧିକ ପ୍ରବଳ। ଯେଉଁମାନେ କୃଷ୍ଣ ବିରହରେ ବିରହୀ ସେମାନଙ୍କର ଏକତ୍ର ଜୀବନ ରକ୍ଷୋଷଧି କୃଷ୍ଣ କଥା କୃଷ୍ଣ ନାମ ତବ କଥାମୃତଂ ତପ୍ତ ଜୀବନମ୍। ବିଶ୍ୱବ୍ୟାପୀ ସମ୍ଭୋଗ ମଦ ପ୍ରମତ୍ତ ଲୋକମାନଙ୍କର ଦିନ ପରେ ଦିନ, ସପ୍ତାହ ପରେ ସପ୍ତାହ, ମାସ ପରେ ମାସ, ବର୍ଷ ପରେ ବର୍ଷ ଅତୀତ ହେଇଯାଉଛି। ସୂର୍ଯ୍ୟ ଆୟୁ ହରଣ କରି ନେଉଛନ୍ତି, ମୃତ୍ୟୁ କ୍ରମଶଃ ନିକଟତର ହେଉଛି, ତଥାପି ସମ୍ଭବ ପିପାସା କମୁନାହିଁ। କୃତକର୍ମର ଶେଷ ଫଳ ଦିଗ ପ୍ରତି ଦୃଷ୍ଟି ଆକୃଷ୍ଟ ହଉନାହିଁ। ଆତ୍ମକର୍ତ୍ତବ୍ୟ ଜ୍ଞାନର ଉଦୟ ହଉନାହିଁ। କୃଷ୍ଣ ସ୍ମୃତି ଶୂନ୍ୟ ଦିବସ ଗୁଡ଼ିକ ଲକ୍ଷ୍ୟରେ ଅନାୟାସରେ ଅତୀତ ହୋଇଯାଉଛି। ଅନ୍ୟପକ୍ଷରେ ବିପ୍ରଲମ୍ବ ବିଭାବିତ ଚିତ୍ତ ଶ୍ରୀ ଗୌର ପ୍ରଣୟୀ ଜନଙ୍କର ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତ ଗୌର କୃଷ୍ଣ ସ୍ମୃତି ପରିପୂରିତ, ଇଷ୍ଟ ବିଚ୍ଛେଦ କାତରତାରେ ଭରପୁର। ସେମାନେ କହନ୍ତି ଗତ ଜାମ ଗତ ଜାମ ଗତ ଜାମା ଗତମ ଦୀନଂ ହାହନ୍ତ କିଂ କରିଷ୍ୟାମି ନ ପଶ୍ୟାମି ହରେର୍ମୁଖଂ। ହାୟ, ଏକ ପ୍ରହର ଅତୀତ ହେଲା, ଏଇ ଦୁଇ ପ୍ରହର ଅତୀତ ହେଇଗଲା, ଏଇ ତିନି ପ୍ରହର ଅତୀତ ହେଇଗଲା, ଦିନ ମଧ୍ୟ ଅତୀତ ହେଇଗଲା। ହାୟ, ମୁଁ କଣ କରିବି? ତଥାପି ବର୍ତ୍ତମାନ ମଧ୍ୟ ଶ୍ରୀହରିଙ୍କର ମୁଖାରବିନ୍ଦର ଦର୍ଶନ ପାଉନାହିଁ। ଏ ବିପ୍ଳମ୍ବ ଭାବ। ମାଥୁର ବିରହ କାତର ଶ୍ରୀ ମାଧବେନ୍ଦ୍ର ପୁରୀ ପାଦ ମଧ୍ୟ ସେଇ ଭାବରେ ଗାଇଛନ୍ତି। ଅଇ ଦୀନ ଦୟାର୍ଦ୍ର ନାଥ ହେ ମଥୁରାନାଥ କଦାବଲକ୍ଷ୍ୟ ସେ ହୃଦୟଂ ତଦଲୋକ କାତରଂ ଦୟିତ ଧାମ୍ୟତି କିଂ କରୋମ୍ୟହଂ। ହେ ଦୀନ ଦୟାର୍ଦ୍ର ନାଥ, ହେ ମଥୁରାନାଥ, କେବେ ଆପଣଙ୍କୁ ଦର୍ଶନ କରିବି? ଆପଣଙ୍କର ଦର୍ଶନ ଭାବରେ ମୋର କାତର ହୃଦୟ ଅସ୍ଥିର ହୋଇପଡ଼ିଛି। ହେ ଦୈତ, ମୁଁ ବର୍ତ୍ତମାନ କଣ କରିବି? ଶ୍ରୀଲ ରଘୁନାଥ ଦାସ ଗୋସ୍ୱାମୀ ମଧ୍ୟ ସର୍ବଦା ଯୁଗଳ କିଶୋରଙ୍କର ସେବା ନିମଜ୍ଜିତ ରହି ସୁଦ୍ଧା ବିପ୍ଳବ ବିବାଦ ଚିତ୍ତାରେ ବିଳାପ କରିଛନ୍ତି। ବିଳାପ କୁସୁମାଞ୍ଜଳି ଏକ ପୁସ୍ତକ ଗ୍ରନ୍ଥ ଲେଖିଛନ୍ତି ଶ୍ରୀଲ ରଘୁନାଥ ଦାସ ଗୋସ୍ୱାମୀ। ତାଙ୍କର ବିଳାପର ଭାବ ଦେଖାଇଛନ୍ତି। आशैक तंतु अवलंब्य विलंबमाना रक्षामि जीवमवधीर निर्यतो यदि स्यात् नचेद विधि सकल लोक हितैककारी जत्काल कुमसृज तदीदं किमर्थं। गोटे मात्रा सतंतु अवलंबन पूर्वक काल विलंब करी अद्यापि जीवन रक्षा करिछि। किंतु यदि कालर अवधि थाए ताहले भल, पुणी जदि ताहार आगमन रे विलंब होय ताहले समस्त लोकंकर एकमात्र हितकारी विधाता जो कालकूट विष सृष्टि करिसंती ताहा केउथि पाई, अर्थात ताहा पान करी जीवन त्याग करिबि। श्री रघुनाथ दास गोस्वामी कथा कहते विप्लव भाव।